अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्रीगुरवे नमः। शुक्लाम्बरधरं विष्णुशशिवर्णं चतुर्भुजं प्रसन्नवदनं ध्याये सर्वविघ्नोपशान्तये। नारायणं नमस्कृत्य नरं चैव नरोत्तमं देवी सरस्वती चैव तज्जयमुदीरयेत्। व्यासं शिष्टानप्ररं सक्तपुत्रं कल्मषं पार्थवन्दे सुखदातं तव निधिं। व्यासाय विष्णुरूपाय व्यासरूपाय विष्णवे नमः। ब्रह्मविद्याविशिष्टाय नमो नमः। ओं चतुर्वदनं ब्रह्मदेवार परहरि अवलोकन संभृगवन् बादरायणं। तृतीय अध्याय ध्यान योग सांख्य योग। संजय उवाच सांख्य योग संजय उवाच दयालु पुणी अश्रुपूर्ण आकुले विषादित मन अर्जुन देखिण एसन कहिले श्री मधुसूदन। संजय कहिले हे राजा मधुसूदन अर्जुन को एपरि दयालु विमर्श ओ कांदिबार देखि कहिले भगवान वाच शुण अर्जुन महाधीर दारुण कष्ट समाकुल पारत्रिक रणक्षेत्रे अधोगति हेतुदायक आर्यंक जे नहे विधान कीर्ति अपजस मान अनार्य मानंकु साजई अपजस कीर्ति होई धर्म विरोधी निंदा कर कंटक जे स्वर्ग पथर ए विपदे कम किंबा मने ए मोह अचंबित जन्मे। हे अर्जुन ए युद्ध क्षेत्र रे तुम्भर हीनवीर्य अनार्यंक परी ए मोह कहीं आसिला जो मोह द्वारा स्वर्गपथ रुद्ध हुए। हे शत्रुजयी पार्थवीर न हुआ एथिरे कातर तुम्भर परी वीर ठारे न सबे हा केते बेले दुर्बलता निकृष्ट चित हृदयरु कर दूरीभूत हृदु छाड़ीण एहि भाव समरे सज हुआ तब। अर्जुन वाच पूज्यम भीष्म द्रोण दुई केमंते मुहि बुझु जीवई तांको स्वरकु प्रतिस्वर किपरि करिबी प्रहार तांको शरीरे शास्त्राघात किपरि करिबी अच्युत महानुभव गुरुजने नासिकी सुख हेब मने भिक्षा मागिबा श्रेय मोर मो पक्षे श्रेष्ठ ए संसार गुरु नासिबा पाप घर रकत स्नान मात्र सार अर्थलोलूप हेले से गुरु बध यज्ञ नहीं। हे अर्जुन तुम परी महावीर पक्षरे परी कातर हेबा अनुचित तुम्भे दुर्बलता छाड़ी युद्ध पाई प्रस्तुत हो। अर्जुन कहिले हे मधुसूदन भीष्म द्रोण ए दुहे मोर पूज्य एमानंकु शास्त्राघात करिबा मो पक्षरे असाधुता एही महानुभव वीर मानंकु मारी संसार रे विलास व्यसन भोग करिबा ठारू भिक्षावृत्ति करिबा श्रेष्ठ आम्भे कौरव मानंकु जिणिले बा कौरव आम्भकु जिणिले एथिरे सम्मान अछि कि नाही मु जानि पारु नाही कारण उभय दले केहु जोई ଏହା ତ କହି ହେବ ନାହିଁ ଯେବେ ଆମ୍ଭେ ଜୟୀ ହେବୁ ଅଧିକ ଦୁଃଖ ଯେ ଭୋଗିବୁ ଯେବେ ଜିଣନ୍ତି କୁରୁବଳ ଦୁଃଖ ଭୋଗ ସାର କେବଳ ଯାହାଙ୍କୁ ପ୍ରାଣେ ନାଶ କରି ରହିଣ ନୁହେଁ ଜୀବ ଧରି ଗାର ବିନାଶେ ଦୁଃଖ ଘର
ଚିରତାରାଷ୍ଟ୍ରୀ ମୋ ଆଗର। ଯେଉଁମାନଙ୍କୁ ମାରି ବଞ୍ଚିବାକୁ ଇଚ୍ଛା କରୁନାହୁଁ, ଆତ୍ମୀୟଙ୍କ ବୋଧ କୁଳକ୍ଷୟ ହେତୁ ମୋର ଯେଉଁ ଧର୍ମ ପ୍ରତି ସନ୍ଦେହ ଉପୁଜିଛି, ମୁଁ ତ ଆପଣଙ୍କ ଶିଷ୍ୟ, ପୁଣି ଶରଣାତ୍ପନ୍ନ, ମୋତେ ତାହା ଉପଦେଶ ଦେଇ ବୁଝାଇ ଦିଅନ୍ତୁ। ଏହାକୁ ରଣେ କଲେ ହତ ଅଧିକ ଦୁଃଖ ହେବ ଜାତ, କୁଳକ୍ଷୟ କାର୍ଯ୍ୟ ଭୟ, ନାଶେ ସଜ୍ଜାତି ଗୁଣଚୟ, ଧର୍ମ ବିଷୟରେ ସନ୍ଦେହ ଜାତ ମୋ ହେଲା ଦୟାମୟ। ତେଣୁ ଶରଣ ତପୟରେ ଶିଷ୍ୟ ଭାବରେ ସେବା କରେ, ଯେଉଁ କର୍ମରେ ହିତ ମୋର ହୋଇବ କୁହ ହେ ସତ୍ୱର। ସୁପଦେଶ ଦିଅ ମତେ ବିଶ୍ୱାସ କି କହିବି ତତେ, ନିଷ୍କଣ୍ଟକରେ ଏହି ମୋହି ଯେବେ ବା ଭୋଗ କରେ ମୁହିଁ। ଦେବମାନଙ୍କ ଅଧିକାର ଲାଭ ମୁଁ କଲେ ଦାମୋଦର, ଏ କଷ୍ଟ ନାଶ ହେବ ମୋର ନ ଦେଖେ ଉପାୟ ଏହାର। ଏ ପୃଥିବୀ ଶତ୍ରୁହୀନ ସନ୍ତତିପୂର୍ଣ୍ଣ ରାଜ୍ୟ ପାଇ ପୁଣି ଦେବଙ୍କ ପରି କ୍ଷମତା ଲାଭ କରି ସୁଦ୍ଧା ଏହି ଦୁଃଖ ଯିବାର ବାଟ ମୁଁ ଦେଖିପାରୁନାହିଁ। ସଞ୍ଜୟ ବାଚ ସର୍ବଜ୍ଞ ପ୍ରଭୁ ଋଷିକେଶ କହିଲେ ଦୁଃଖିତ ମାନସେ, ଏଣୁ ଯୁଦ୍ଧ ନ କରିବି କହିଣ ନୀରବ ଗାଣ୍ଡିବି। ଏହା ଶୁଣିଣ ହୃଷିକେଶ ଅଙ୍ଗ ଧରେ ମନ୍ଦହାସ, ଉଭୟ ସୈନ୍ୟଙ୍କ ମଧ୍ୟରେ ଅର୍ଜୁନେ କହିଲେ ସ୍ନେହରେ। ଶ୍ରୀ ଭଗବାନ ବାଚ ଅଶୋଚନୀୟ ଯେ ଅଟଇ ଶୋଚନା କିମ୍ବା ତାର ପାଇଁ, ପଣ୍ଡିତ ପରି କହୁ ବାଣୀ ପୃଥାରେ ଶୋକ କରୁ ପୁଣି। ଜ୍ଞାନୀ ଜୀବିତ ମୃତ ପାଇଁ କେବେ ହେଁ ଶୋକ କର ନାହିଁ। ନଥିଲୁ ତୁମ୍ଭେ ଆମ୍ଭେ ଦୁଇ, ଏ ରାଜା ନଥିଲେ ତ କେହି, ୟା ପରେ ନଥିବେ ଯେ କେହି, ଏ କଥା ମନେ ଭାବ ନାହିଁ। ଏହା ତୁ ନ ଭାବେ ଅର୍ଜୁନ, ଏ ତୋର ମୋହର କାରଣ। ସଞ୍ଜୟ କହିଲେ, ହେ ରାଜା। ଦୁଃଖିତରେ ଅର୍ଜୁନ କହିଲେ, ହେ ଗୋବିନ୍ଦ, ମୁଁ ଯୁଦ୍ଧ କରିବି ନାହିଁ। ଏ କଥା ଶୁଣି ହୃଷିକେଶ ଉଭୟ ସୈନ୍ୟ ମଧ୍ୟରେ ସ୍ନେହରେ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ କହିଲେ, ଯେଉଁ ବିଷୟ ଦୁଃଖର କାରଣ ନୁହେଁ ସେଥିପାଇଁ ଦୁଃଖ କରିବା ଅନୁଚିତ। ପଣ୍ଡିତମାନେ ଜୀବିତ କିମ୍ବା ମୃତ ସକାଶେ ଶୋକ କରନ୍ତି ନାହିଁ। ତୁମ୍ଭେ କିମ୍ବା ମୁଁ ଓ ଏଇ ରାଜାମାନେ କେହି ନଥିଲେ। ଏମାନଙ୍କ ଅନ୍ତେ ଯେ କେହି ନଥିବେ, ଏହା ତୋର ମୋହର କାରଣ। ଏ ଦେହ ନାଶେ ଆତ୍ମା ନାଶ, ଏହା ତୁ ନ ଭାବ ନରେଶ। ଶରୀର ଧୀରରେ କୁମାର, ଯୌବନ ଜରା ଯେ ପ୍ରକାର। ଜଣାଯାଏ ଯେ ଦେହ ଥିଲେ ଦେହାନ୍ତେ ଆତ୍ମା ଥାଏ ଭୋଲେ। ବିନାଶ ହୋଇଲେ ଦେହ ଆତ୍ମାର ପାର୍ଥ ନାହିଁ କ୍ଷୟ। ଘଟ ବିନାଶେ ଘଟାକାଶ, ଯେପରି ହୁଏ ବିନାଶ ସଦା ଅସ୍ତିତ୍ୱ ତାର ଥାଇ। ତେଣୁ ଅଜ୍ଞାନୀ ଯେ ଚିନ୍ତଇ, ଇନ୍ଦ୍ରିୟ ବସେ ନର ଦୁଃଖ ସୁଖ ଭୋଗେ ନିକର। ତଥାପି ସେ ଦୁଃଖ ସୁଖର ବିନାଶ ଅଛି ପାର୍ଥ ବୀର। ସଂଯୋଗ ସମୟରେ ଜାଣ ସ୍ଥିତି ଉତ୍ପତ୍ତି ଲୟ ପୁଣ। ଏଣୁ ଅନିତ୍ୟ ଏହି ମାନେ ତାହା ତୁ ସହ ସାବଧାନେ। ଯେ ଦୁଃଖ ସୁଖ ସମ କରେ ନ ପଡ଼େ ସୁଖର ଗର୍ବରେ। ଦୁଃଖେ ନୁ ହୋଇ ବିଚଳିତ ସେହି ଲଭଇ ମୋକ୍ଷ ପଥ। ସମାନ ଦୁଃଖ ସୁଖ ଯାର ମୁକ୍ତିରେ ତାର ଅଧିକାର। ଏ ଶରୀରର ବିନଷ୍ଟ ହେଲେ ସୁଦ୍ଧା ଆତ୍ମାର ବିନାଶ ଘଟେ ନାହିଁ। ଶରୀର ଧାରୀରେ ଯେପରି ବାଲ୍ୟ ଯୌବନ ଜରା, ଏହିପରି ମଧ୍ୟ ଆତ୍ମାର ଗତି। ଯେଉଁମାନେ ଜ୍ଞାନୀ ସେମାନେ ଏଥିରେ ମୋହିତ ହୁଅନ୍ତି ନାହିଁ। ଇନ୍ଦ୍ରିୟ ବଶବର୍ତ୍ତୀ ହୋଇ ମନୁଷ୍ୟ ସୁଖ ଦୁଃଖ ଭୋଗ କରେ। ଏହି ଯାହା ସବୁ ଅନିତ୍ୟ, ଏସବୁରେ ତୁମ୍ଭ ବିଚଳିତ ହୁଅ ନାହିଁ। ଯେଉଁ ଲୋକ ସୁଖ ଦୁଃଖକୁ ସମାନ ଜ୍ଞାନ କରେ ସେ କେବେ ବିଚଳିତ ହୁଏ ନାହିଁ, ତେଣୁ ସେ ମୁକ୍ତି ପାଏ।
ଯେ ଅସତ ବିନାଶଶୀଳ ନାହିଁ ତା ସ୍ଥିତି ସମେ ମନେ ଭାଳ। ସତ ପଦାର୍ଥ ନଷ୍ଟ ନହିଁ ଅଭାବ ଅବା ତାର କାହିଁ। ଅସତ ଜଡ଼ ଅଟେ ନାଶୀ ସତ ଚୈତନ୍ୟ ବିନାଶୀ। ଏ ଦେହ ସତ୍ୟ ନିତ୍ୟ ଜୀବାତ୍ମା ସତ୍ୟ ପୁଣି ନିତ୍ୟ। ଏ ଦୁଇ ବିଷୟଟି ସ୍ଥିର ଜାଣନ୍ତି ତତ୍ତ୍ୱଜ୍ଞାନୀ ନର। ଯେ ଆତ୍ମା ଆପେ ସର୍ବଠାରେ ଅବିନାଶୀ ଯେହୁ ବିଧିରେ। ସୁଖ ଦୁଃଖ ଏ ନାଶ ହୋଇ ଆତ୍ମାର ବିନାଶ ନୁହଁଇ। ଯେ ଆତ୍ମା ବିନାଶ ସମର୍ଥ ଅଛି କାହାର ସାମର୍ଥ୍ୟ। ଆତ୍ମା ସକଳ ଘଟ ଥାଇ ତାହାର କ୍ଷୟ ବୁଦ୍ଧି ନାହିଁ। ନିତ୍ୟ ଏ ଆତ୍ମାର ସଂସ୍ଥାନ ସର୍ବଦା ଆତ୍ମାଟି ନିର୍ଗୁଣ। ଯେ ଘଟେ ଆତ୍ମା ବାସ କରେ ସେ ଘଟ ନଷ୍ଟ ହୋଇପାରେ। ଏ ଦେହ ଦିନେ ଛାଡ଼ିଯିବ ସ୍ୱଧର୍ମ କିମ୍ପାଇ ଛାଡ଼ିବ। ଏଣୁ ଏ ଯୁଦ୍ଧେ ଦିଅ ଆସ ଦେହ ବି ନାଶେ ସୁଖ କିସ। ଆତ୍ମାକୁ କେହି ନ ନାଶଇ ସର୍ବଦା ହୁଏ ପତନହି। ଦେଖେ ଯେ ସନ ଏ ଅମ୍ବୁଧି ନାହିଁ ତାର କ୍ଷୟ ବୃଦ୍ଧି। ଏ ଶରୀର ଅନିତ୍ୟ ଅସତ୍ୟ କେବଳ ଜୀବାତ୍ମା ସତ୍ୟ ଓ ନିତ୍ୟ। ଏହି ବିଷୟ ତତ୍ତ୍ୱଜ୍ଞାନୀ ମାନେ ଜାଣନ୍ତି। ଯେଉଁ ଆତ୍ମା ସର୍ବବ୍ୟାପକ ତାର ବିନାଶ ନାହିଁ ତାକୁ ବିନାଶ କରିବାକୁ ସଂସାରରେ କାହାରି ଶକ୍ତି ନାହିଁ। ଏ ଦେହର ବିନାଶ ଅଛି ତେଣୁ ଦେହର ବିନାଶରେ ଦୁଃଖ ନକରି ଯୁଦ୍ଧକୁ ପ୍ରସ୍ତୁତ ହୁଅ। କାରଣ ଜାଣୁଛ ଆତ୍ମା ଅମର। ଯେପରି ସମୁଦ୍ରରେ କ୍ଷୟ ନାହିଁ କି ବୃଦ୍ଧି ନାହିଁ ସେହିପରି ଆତ୍ମାର ମଧ୍ୟ କ୍ଷୟ ନାହିଁ କି ବୃଦ୍ଧି ନାହିଁ। ଆତ୍ମାର ନାହିଁ ଆଦି ଅନ୍ତ ସର୍ବଦା ଜ୍ୟୋତି ରୂପେ ସ୍ଥିତ। କ୍ଷୟ ବୃଦ୍ଧି ତାର ନାହିଁ ସୂର୍ଯ୍ୟଙ୍କ ପରାଏ ଭ୍ରମଇ। ଏ ଆତ୍ମା ନିତ୍ୟ ନିରଞ୍ଜନ ଅଜ ଅମର ସନାତନ। ସେ ଅବା ମରିବ କିପରି ଅନ୍ୟକୁ ମାରଇ ନ ପାରି। ଏ ଜ୍ଞାନ ଉଦୟ ହୁଏ ଯାର ଆତ୍ମାମୟ ଦେଖେ ସଂସାର। ଜୀବ ମରଣ ପାପ ପୁଣ୍ୟ ଘେନେ ଚିତ ସେଇ ଜନ। ପୁରୁଣା ଲୁଗାକୁ ଛାଡ଼ି ନ ପିନ୍ଧନ୍ତି ନୂଆ ଲୁଗା ଜାଣ। ପୁରୁଣା ଲୁଗା ନଷ୍ଟ ହୋଇ ତାକୁ ତ ନ ଖୋଜନ୍ତି କେହି। ସେପରି ଆତ୍ମା ଜୀର୍ଣ୍ଣ ଦେହ ଛାଡ଼ି ଖୋଜଇ ନୂଆ ଦେହ। ଏଥିରେ ଆତ୍ମାର ଆନନ୍ଦ କହିଲୁ ଯୋଗ ଏ ଭେଦ। ଯୋଗରେ ହୋଇଛି ବର୍ଣ୍ଣିତ ଆତ୍ମା ଗମଇ ଯେଉଁ ପଥ। ଆତ୍ମାର କ୍ଷୟ ବୃଦ୍ଧି ଆଦି ଅନ୍ତ ନଥାଇ ଯେପରି ସୂର୍ଯ୍ୟ ଭ୍ରମୁଥାଏ ଆତ୍ମା ସେପରି ଜ୍ୟୋତି ରୂପରେ ଭ୍ରମୁଥାଏ। ଏ ଆତ୍ମା ନିତ୍ୟ ନିରଞ୍ଜନ ଅଜର ଅମର। ଆତ୍ମା କାହାକୁ ମାରେ ନାହିଁ କି ମରେ ନାହିଁ। ଜଗତ ଆତ୍ମାମୟ। ଏ ଜ୍ଞାନ ଯାହାର ଜାତ ହୁଏ ତାକୁ ପାପ ପୁଣ୍ୟ ସ୍ପର୍ଶ କରେ ନାହିଁ। ଯେପରି ଲୁଗା ପୁରୁଣା ହେଲେ ତାକୁ ଛାଡ଼ି ମନୁଷ୍ୟ ନୂଆ ଲୁଗା ପିନ୍ଧିଲେ ସେପରି ଆତ୍ମା ଗୋଟିଏ ଘରୁ ଯାଇ ଅନ୍ୟ ଘରେ ରହେ। ଅଙ୍ଗ ପ୍ରତ୍ୟଙ୍ଗ ରୂପ ଯାର ଦଗ୍ଧ କରେ ବେଶ୍ୱାନର। ଜଳ ଯେ ବୁଡ଼ାଇ ମାରଇ ପବନ ଉଡ଼ାଇ ନିଅଇ। ଶସ୍ତ୍ର ଯେ ଛେଦନ କରଇ ଦେହି ପକ୍ଷରେ ଘଟଇ। ଆତ୍ମାର ଦେହ ନାହିଁ ଯେଣୁ ଅଗ୍ନିରେ ଦହି ନ ପାରେ ତେଣୁ। ଜଳ ବୁଡ଼ାଇ ନ ମାରଇ ପବନ ନ ପାରେ ଉଡ଼ାଇ। ଅସ୍ତ୍ର ଯେ ହାଣି ନ ପାରଇ ତେଣୁ ଅବିନାଶୀ ଅଟଇ। ଏ ଆତ୍ମା ଅଛେଦ୍ୟ ଦାହ୍ୟ ଶୁଷ୍କ ଆର୍ଦ୍ର ଯେ ଏହି ନୁହଁ। ସର୍ବବ୍ୟାପୀ ଏ ସ୍ଥିର ନିତ୍ୟ ଅଚଳ ଅଟଳ ସତତ। କୌଣସି ପାର୍ଥିବ ବସ୍ତୁରେ ବିନାଶ ନୁହଁଇ ଏହାରେ। ଅବ୍ୟକ୍ତ ଅଚିନ୍ତ୍ୟ ଅଟଇ ବିଭିନ୍ନ କେବେ ଏ ନୁହଁଇ। ରହିଛି ଚିରଦିନ ଏହି ରହିବ ଏହା ଆନ ନାହିଁ। ତଡ଼ବିଦ ବିକାର ଶୂନ୍ୟ ଚିନ୍ତାର ଅଟଇ ଅଗମ୍ୟ। ଏପରି ଆତ୍ମା ନିମିତ୍ତରେ ଶୋକ ନ କରେ ଜ୍ଞାନୀ ନରେ। ଯଦିବା ଆତ୍ମା ନିତ୍ୟ ଜାତ ଐଣ ନିତ୍ୟ ହୁଏ ମୃତ। ଏହା ତୁ ଜାଣ ବୀରବର।
ଏ ଯାହା ଶୋକ କର ଦୂର ଏ ଭାବ ପ୍ରାଣୀ ଜନ୍ମ ହୋଇ ମୃତ୍ୟୁତା ନିଶ୍ଚୟ ଅଟଇ ମୃତ ପ୍ରାଣୀର ପୁନଃଜାତ ଏକଥା ଅଟଇ ନିଶ୍ଚିତ। ଏଣୁ ଏ ଚିନ୍ତା ଛାଡ଼ି ଦେଇ ସକୁକୁ ତେଜ ବୀର ତୁହି। ଏ ଭାରତ ବଂଶ ଅର୍ଜୁନ ପଞ୍ଚଭୂତରେ ଗଠନ ଏ ଭୂତ ଜନ୍ମ ପୂର୍ବରେ ପୁଣି ଏ ମରଣ ପରେ ଆହୁଁ ଆସଇ କେଣେ ଯାଏ ଏହା ତ ଜାଣିବାର ନୁହେଁ। ଦେହ ଧାରଣ କାଳେ କାଳେ ପ୍ରକାଶ ହୁଏ ଏ ଶୟଳେ ତେଜି କ୍ଷିତି ଆପ୍ ତେଜ ମରୁତ ବ୍ଯୋମ ସହିତେ ପଞ୍ଚଭୂତ। ଏଣୁ ଏ ଭୂତ ପାଇଁ ବୀର କିଞ୍ଚିତ ଦୁଃଖ ତୁ ନ କର। କିଏ ଆତ୍ମାକୁ ଆଶ୍ଚର୍ଯ୍ୟ ଦେଖେ କେ ପୁଣି ଆଶ୍ଚର୍ଯ୍ୟ ପ୍ରକାଶେ କିଏ ଅବା ଶ୍ରବଣେ ଶୁଣନ୍ତି କିଛି ହିଁ ବୁଝି ନ ପାରନ୍ତି। ଆତ୍ମା ଚିରତ ଗୋଚର କିଛି ନ ବୁଝେ ଏହା ନର। ଏ ଆତ୍ମା ସମସ୍ତ ଦେହରେ ରହଇ ଅବଧ୍ୟ ରୂପରେ ଏଣୁ ଅବିନାଶୀ ହୋଇ ସର୍ବାବସ୍ଥା ଦେହ ଥାଇ। ଏଣୁ ଏ ଯୁଦ୍ଧ ନାଶ ପାଇଁ ଦୁଃଖ ନ କର ବୀର ତୁହି। ସଂସାରେ ଚଳିବା ନିମିତ୍ତ ଏ ବିଧି ଅଟଇ ବିହିତ ସେଇ ସକୁଳ ଧର୍ମ ନେଇ ବିଚାର କର ବୀର ତୁହି। ଯୁଦ୍ଧରୁ ହୋଇବା ନିବୃତ୍ତ ନୁହଁ ତୋହର ଉଚିତ ତମ ଯୁଦ୍ଧରୁ ଅନ୍ୟ ମୁକ୍ତ ନ ଚାହେ କ୍ଷତ୍ରିୟ ସମସ୍ତ ଅକସ୍ମାତ ଏ ଉପସ୍ଥିତ ବିନା କଷ୍ଟରେ ସ୍ୱର୍ଗ ପ୍ରାପ୍ତ ଏପରି ଯୁଦ୍ଧ ଭାଗ୍ୟବାନ କ୍ଷତ୍ରିୟ ମିଳଇ ଅର୍ଜୁନ ଏ ସ୍ୱର୍ଗ ମୁକ୍ତି କୂଳ ଦ୍ୱାର ନ ଛାଡ଼ ଯୁଦ୍ଧ ପାର୍ଥ ବୀର। ସଂସାରେ ରହି ନିଜ ନିଜ କୁଳ ଧର୍ମ ଅନୁସାରେ ଚଳିବା ବିଧାନଟେ। ତୁ କ୍ଷତ୍ରିୟ ତୋର ଯୁଦ୍ଧରୁ ବିରତ ହେବା ଉଚିତ ନୁହେଁ। କ୍ଷତ୍ରିୟ ବ୍ୟକ୍ତି ସମ୍ମୁଖ ଯୁଦ୍ଧରେ ମଲେ ସ୍ୱର୍ଗକୁ ଯାଏ। ଭାଗ୍ୟବାନ ଏ ସୁଯୋଗ ଛାଡ଼େ ନାହିଁ। ତେଣୁ ତୁ ଯୁଦ୍ଧ କର। ଯାହାର ପୂର୍ବ ପୁଣ୍ୟ ଥିବ ଏ ଯୁଦ୍ଧ ସେ ଜନ ମରିବ ଏ ଧର୍ମ ଯୁଦ୍ଧ ଯେବେ କ୍ଷାନ୍ତ ହଇବୁ ସରିବ ମହତ। ଧର୍ମ କୀର୍ତ୍ତି ନାଶ ଯିବ ପାପ ଯେ ତୋତେ ଗିରାସିବ ଅନନ୍ତ କାଳର ପର୍ଯ୍ୟନ୍ତ ତ ନିନ୍ଦା ଘୋଷିବ ଜଗତ। ନିନ୍ଦା ସେ ସମ୍ମାନ ବ୍ୟକ୍ତିର ମରଣ ବଳି କ୍ଲେଶ କର। ଯାହାଙ୍କ ଠାରୁ ବହୁମାନ୍ୟ ପାଉନଥିଲୁ ତୁ ଅର୍ଜୁନ ଯେବେ ତୁ ଯୁଦ୍ଧ ନ କରିବୁ ନିନ୍ଦିବେ ଅଜସ୍ର ପାଇବୁ। କ୍ଷତ୍ରିୟ ନିନ୍ଦିବେ ବହୁତ ପୁଣି ତୁ ରହିବୁ କେମନ୍ତ। ପୁଣି ତୁମ୍ଭର ଶତ୍ରୁମାନେ ତୁମ ପାର୍ଥକ୍ୟକୁ ନିନ୍ଦନେ ତୁମ ସାମର୍ଥ୍ୟକୁ ନିନ୍ଦନେ କହିବେ ନାନା କଟୁବାଣୀ ଏଥିରେ ଦୁଃଖ ଅଛି ପୁଣି। ଯେଉଁମାନଙ୍କ ଠାରୁ ସମ୍ମାନ ପାଉଥିବୁ ସେମାନେ ନିନ୍ଦା କରିବେ। ତୋର ଶତ୍ରୁମାନେ ତୋର ଅସମର୍ଥ ପଣକୁ ନିନ୍ଦା କରି ତୋତେ ନାନାଦି ଅପମାନଜନକ କଟୁ କଥା କହିବେ। ମରିଲେ ହେବ ସ୍ୱର୍ଗ ଭୋଗ ଜିଣିଲେ ହେବ ସ୍ୱର୍ଗ ରାଜ୍ୟ ଭୋଗ। ଏଣୁ ତୁ ସ୍ଥିର କର ମନ ଯୁଦ୍ଧକୁ ଉଠ ହେ ଅର୍ଜୁନ। ସୁଖ ଦୁଃଖକୁ ସମଜ୍ଞାନ ଜୟ ଜୟ ସମଜ୍ଞାନ ଲାଭ କ୍ଷତି ସମାନ ମଣି ନିର୍ବିବାଦରେ ବୀରମଣି। ଯୁଦ୍ଧ ଉଦ୍ଯୋଗୀ ହୁଅ ବୀର ପାପ ନ ଲାଗିବ ଶରୀର। ଏପରି ଭାବ ମନେ କରି ଯୁଦ୍ଧରେ ପଶ ବୀର ପରି ଏଥେ ନିର୍ମଳ ମୁକ୍ତି ପାଇ ରହିଛି ଜାଣ ବୀର ତୁହି। ଏ ସାଂଖ୍ୟ ଆତ୍ମଜ୍ଞାନ ଆତ୍ମତତ୍ତ୍ୱ ଜ୍ଞାନ ତ ଆଗେ କହିଲେ ଅର୍ଜୁନ ଏବେ ତୁ କର୍ମଯୋଗ ଶୁଣ ତେଜିବୁ କର୍ମ ମୋହ ଜାଣ। ଏହାର ଆରମ୍ଭ ବିନାଶ ନାହିଁ ତୁ ଜାଣ ବୀର ଈଶ। ପ୍ରାରବ୍ଧ ନିଷ୍ଫଳତା ନାହିଁ ଶେଷରେ ଆତକ ନ ହୋଇ ଅଳପେ ବହୁ ଗୁଣ ଫଳେ ଅଭ୍ୟାସ ଜନ ଭବୁ ତଳେ ତରେ। ତ ଆଗରେ ଏଇ ଆତ୍ମତତ୍ତ୍ୱ ଜ୍ଞାନକୁ କହିଲି। ଏବେ କର୍ମଯୋଗ କହୁଛି ଶୁଣୁ। ତୋର ଦେହ ଦୂର ହେବ ତୋର ମୋହ ଦୂର ହେବ। ଯେଉଁମାନେ ନିଷ୍କାମ ଭାବରେ କର୍ମ କରନ୍ତି ସଫଳ ହେଉ ବା ବିଫଳ ହେଉ କୌଣସିରେ ଆଶା ରଖନ୍ତି ନାହିଁ ସେମାନେ ନିର୍ମଳ ମୁକ୍ତି ପାଆନ୍ତି।
हे वीर सांख्य कर्मयोग निश्चयात्मिक यह एक भाव चिंतई आत्मा से ही मुक्ति आनंद से इच्छई सकाम कर्म ज्ञानी माने नानादि प्रकारे समासे भावन्ति कामना सतत अनंत सर्वव्यापी अनंत ବ୍ୟବସାୟୀ ସେ ତ ଏଣୁ ଏଥିରେ ଚିତ୍ତ ନହିଁ ଏବେ ନ ଦିଅ ମୁଁ କହଇ ବେଦବାଦୀ ଯେତେକ ଜନ ସ୍ୱର୍ଗ ତାଙ୍କର ଶ୍ରେଷ୍ଠ ସ୍ଥାନ ସ୍ୱର୍ଗ ମୁଁ ବଳି ସୁଖ ନାହିଁ ଲୋକରେ କହନ୍ତି ଯେ ସେହି କାମନା ବ୍ରତ ଲକ୍ଷ୍ୟସ୍ୱର କର୍ମକାଣ୍ଡ ଯେ ସାର ମାର୍ଗ ନିଷ୍କାମ କର୍ମରେ ବ୍ୟବସାୟ ବୃଦ୍ଧି ତ ନଥାଏ ସକାମ କର୍ମରେ ବ୍ୟବସାୟର ବୃଦ୍ଧି ଥିବାରୁ ତାହା ଅନେକ ପ୍ରକାର ଯେଉଁ ଜ୍ଞାନହୀନ ଲୋକମାନେ ବେଦ ଆଦି କର୍ମକାଣ୍ଡକୁ ବିଶ୍ୱାସ କରନ୍ତି ସେମାନଙ୍କ କାମନା କେବଳ ସୁଖ ଭୋଗ ଯେଉଁମାନେ ଯଜ୍ଞ ଆଦି କର୍ମକାଣ୍ଡ କରି ସ୍ୱର୍ଗ ଭୋଗ ଇଚ୍ଛା କରନ୍ତି ସେମାନେ ଶେଷରେ ସ୍ୱର୍ଗ ଭୋଗକୁ ହରାନ୍ତି ସେ ଫଳ ସ୍ଥିର ନୁହେଁ ସମ୍ପତ୍ତି ଭୋଗରେ ଆସକ୍ତ ହୋଇ ସମତା ଜ୍ଞାନକୁ ଯେ ହରାଇ ଦିଏ ସେ ମୋକ୍ଷ ହୋଇପାରେ ନାହିଁ ବିଷୟ ଭୋଗ ଲୋଭ ଆସ ଦେଇ ମଧୁର ଉପଦେଶ ଅଜ୍ଞାନୀ ମନକୁ ହରନ୍ତି ତେଣୁ ସେ ମୂଢ଼ ଭ୍ରମୁଥାନ୍ତି ନାରୀ ସଂଯୋଗ ଯେହ୍ନେ ସୁଖ ଶେଷରେ ମିଳେ ନାନା ଦୁଃଖ ପୁଣ୍ୟ ଶେଷରେ ସ୍ୱର୍ଗଚ୍ୟୁତ ବେଦ କର୍ମର ଏ ସିଦ୍ଧାନ୍ତ ଐଶ୍ୱର୍ଯ୍ୟ ହୋଇ ପରାଧୀନ ସମାଧି ଯୋଗେ ନାହିଁ ଜ୍ଞାନ ସମତା ନ ଆସଇ ଜଣୁ ମୁଖ୍ୟ ପଦ ନ ଲୋଭେ ତେଣୁ ପୂର୍ବାକ୍ତ କର୍ମକାଣ୍ଡ ବେଦ ସତ୍ୱର ଯତମତା ମଧ୍ୟ ଏ ତିନି ଗୁଣ ଯେ ମଜଇ ସଂସାର ବନ୍ଧନେ ପଡ଼ଇ ତ୍ରିଗୁଣ ଛାଡ଼ି ଅତୁ ଧର ସର୍ବ ସମାନ ମନେ କର ନିତ୍ୟ ସତ୍ୱ ଗୁଣ ଅଧୀନ ହୁଅ ତୁ ହେ ବୀର ଅର୍ଜୁନ ଅପ୍ରାପ୍ତ ବସ୍ତୁ ପ୍ରାପ୍ତ ପାଇଁ ଉଦ୍ଯୋଗ କର ନାହିଁ ତୁ ହି ଯେ ପ୍ରାପ୍ତ ତାହାର ସଂରକ୍ଷଣେ ତତ୍ପର ହୁଅ ବୀର ମନେ ତ୍ରିଗୁଣ ଛାଡ଼ି ଆତ୍ମଚିନ୍ତା କର ତୁ ବୀର ସାଧୁ ଚେତା ଉପ ତଡ଼ାଗ ନଦୀ ହ୍ରଦ ଯେ ଜଳ ଘେନଇ ମାନସ ମହାସମୁଦ୍ର ଲୁଣି ଜଳ ଲଭିଲେ ତେହୁଁ ବହୁ ଫଳ ବେଦାକ୍ତ କର୍ମକାଣ୍ଡାଦିରେ ଯେ ଫଳ ଲାଭ ହୋଇପାରେ ବ୍ରହ୍ମଦର୍ଶୀ ଯେ ବ୍ରହ୍ମାଣ ଅକ୍ଲେଶେ ଲଭେ ଏଥୁ ପୁଣ୍ୟ ତେଣୁ ଯେ ସମୁଦ୍ର ଲୋଭ ହୋଇ କୂପ ନଦୀରେ କାର୍ଯ୍ୟ ନାହିଁ ଯେ ଆତ୍ମଦର୍ଶୀ ତତ୍ତ୍ୱଜ୍ଞାନୀ ବେଦେ ତା କିସ କାର୍ଯ୍ୟ ପୁଣି କର୍ମ ଯେ ତୁମ୍ବର ଅଧୀନ କର୍ମ ଫଳେ ନଦୀ ଅମନ ପ୍ରବୃତ୍ତି କର୍ମ ଫଳେ ନହି ଆସକ୍ତି ଅକର୍ମା ନ ହୋଇ ଏଟେ ନିଷ୍କାମ ଭଗତି ଏଥିରେ ମିଳେ ଯେ ମୁକ୍ତି ନଦୀ ପୁଷ୍କରଣୀ ହ୍ରଦ ଓ କୂପ ଆଦି ଜଳରେ ଯେଉଁ କାମନା ସିଦ୍ଧ ହୁଏ ଏକା ସମୁଦ୍ରରେ ତାହା ସିଦ୍ଧ ହୁଏ ଅର୍ଥାତ୍ ବେଦ ମାର୍ଗାଦିରେ ଯେଉଁ ଫଳ ମିଳେ ଏହା ଏକା ବ୍ରହ୍ମଦର୍ଶୀ ସେ ଫଳ ପାଏ ତେଣୁ କର୍ମରେ ଅଧିକାରୀ ହୁଅ ମାତ୍ର ଫଳ ଆଶା ରଖ ନାହିଁ ଅକର୍ମରେ ମଧ୍ୟ ଆସକ୍ତ ହୁଅ ନାହିଁ କର୍ମେ ସର୍ବଦା ଦିଅ ମନ ଈଶ୍ୱରେ କରି ସମର୍ପଣ ମୁଁ କର୍ମୀ ବୋଲି ନ ବିଚାର ସିଦ୍ଧି ଅସିଦ୍ଧି ସମକର ଏ ସମଜ୍ଞାନ ଯୋଗ ନହିଁ କରମ ଯୋଗୀ ହୁଅ ତୁ ହି ଏ ଧନଞ୍ଜୟ ତୁ ହି ଶୁଣ କର୍ମଯୋଗ ନିକୃଷ୍ଟ ଜାଣ ତୋ ଜ୍ଞାନ ଯୋଗ ଶ୍ରେଷ୍ଠ କର୍ମୀ କୃପଣ ଗରିଷ୍ଠ ତୁ ପଶ ଈଶ୍ୱର ଶରଣ ସନ୍ତୋଷ ହେବ ଭଗବାନ ମମତା ବୁଦ୍ଧି ଯାର ଥାଇ ସୁକୃତ ଦୁଷ୍କୃତ ତା ନାହିଁ ଏଣୁ ତୁ ମୋର କଥା ମାନ ନିଷ୍କାମ କର୍ମେ ଦିଏ ମନ ସାଧନ ବନ୍ଧନ ଯେ କର୍ମ ଜ୍ଞାନେ ସେ ସବୁ ଜାଣ ଭ୍ରମ କାହାର ବିନାଶ ନିମିତ୍ତ ଯୋଗ ବଳ ଏକା ସମର୍ଥ ସମତା ବୁଦ୍ଧି ଯୁକ୍ତ ଜନ କର୍ମ ଫଳକୁ ସେ ତେଜିଣ ଜନ୍ମ ବନ୍ଧନୁ ସେ ତରନ୍ତି ଅକ୍ଷୟ ମୁକ୍ତି ଲଭନ୍ତି
ତୁମ୍ଭେ ଫଳ କାମନା ଛାଡ଼ି ନିଷ୍କାମ ଅର୍ଥାତ୍ ଫଳ ଆଶା ଛାଡ଼ି ଦେଇ କର୍ମ କର, ଆହୁରି ମଧ୍ୟ ସିଦ୍ଧି ହେଉ ବା ସିଦ୍ଧି ହଉ ନ ହେଉ, ଏହାକୁ ସମାନ ଜ୍ଞାନ କର। ଏହା ସମଜ୍ଞାନ, ଏହା ଯୋଗ ଅଟେ। କର୍ମଯୋଗ ନିକୃଷ୍ଟ, ଜ୍ଞାନ ଯୋଗ ଶ୍ରେଷ୍ଠ ଅଟେ। ଯେଉଁମାନେ ସକର୍ମୀ ସେମାନେ କୃପଣ, ତେଣୁ ଈଶ୍ୱରଙ୍କ ଠାରେ ଶରଣ। ସମତା ଜ୍ଞାନ ବୁଦ୍ଧିରେ ଦୁଷ୍କୃତ ଆସ୍ଥା ନାହିଁ, ତେଣୁ ନିଷ୍କାମ ପଥରେ ଯାଅ। ସାଧନ ବନ୍ଧନ ଏସବୁ ଭ୍ରମ, ଏ ମାୟା ଛାଡ଼ିବାକୁ ଏକମାତ୍ର ବଳ ଯୋଗ। ଯେଉଁ ଲୋକ ସମତା ବୁଦ୍ଧି, ସେ କର୍ମଫଳକୁ ଛାଡ଼ି ଦେବାରୁ ଜନ୍ମ ବନ୍ଧନରୁ ମୁକ୍ତ। ଯେବେଳେ ମୋହକୁ ବିନାଶୀ, ବିଶୁଦ୍ଧ ବୁଦ୍ଧିକୁ ପ୍ରକାଶୀ। ଦେହାଭିମାନ ମୋହ ଯେତେ ଗହନ ଅଟେ, ସେ ଜଗତେ ଆଗରୁ ତାହା ଅଛି ଶୁଣି, ଏବେ ଶୁଣିଛି ତାହା ପୁଣି। ସେ ସର୍ବବାକ୍ୟ ମୋହ ହେଲେ, ବୈରାଗ୍ୟ ଜନ୍ମେ ନାହିଁ ଭଲେ। ଯେବେଳେ ବୁଦ୍ଧି ମନ ତୋର ନ ଘେନି ବେଦ ବାକ୍ୟ ସାର, ନିଷ୍କାମ କର୍ମେ ହୋଇ ମତ୍ତ, ଫଳ ଈଶ୍ୱର କରେ ଦତ୍ତ। ବିଶୁଦ୍ଧ ଫଳ ଯୋଗ ସେହି, କାଳେ ଲଭିବୁ ଯେ ତୁହି। ନିଷ୍କାମ କର୍ମ ବୁଦ୍ଧି ଜ୍ଞାନ, ଈଶ୍ୱର ଭକ୍ତିକୁ ଘେନିଣ। ସଂଯୋଗ ଏ ସମାଧି ଫଳ, ତତ୍ତ୍ୱ ଜ୍ଞାନ ନାମ କେବଳ। ଅଜ୍ଞାନ ତତ୍ତ୍ୱ ନ ଜାଣଇ ସ୍ଥିତପ୍ରଜ୍ଞ ଏହା ଜାଣଇ। ଦେହାଭିମାନ ମୋହ ଗର୍ବ ଦମ୍ଭ, ବୈଦିକ କର୍ମକାଣ୍ଡ ବିଧି ନ ଛାଡ଼ିଲେ ବୈରାଗ୍ୟ ଆସେ ନାହିଁ। ବେଦାନ୍ତ ମୋହ ବିଷୟକ କର୍ମ ଇଚ୍ଛାକୁ ଛାଡ଼ିଲେ ନିଷ୍କାମ ବିଶୁଦ୍ଧ ଭକ୍ତି ଜାତ। ଅଜ୍ଞମାନେ ଏହା ଜାଣନ୍ତି ନାହିଁ, ସ୍ଥିତପ୍ରଜ୍ଞ ଏହା ଜାଣେ। ଅର୍ଜୁନ କହିଲେ, ହେ କେଶବ, ସ୍ଥିତପ୍ରଜ୍ଞ କାହାକୁ କହନ୍ତି? ସ୍ଥିତପ୍ରଜ୍ଞର ଲକ୍ଷଣ କିପରି? ସମାଧି ଭଗ୍ନ ହେଲେ କିପରି ରହେ? ଆହେ କେଶବ ନିବେଦଇ, ସ୍ଥିତପ୍ରଜ୍ଞ କାହାକୁ କହି? କିପରି ତାଙ୍କ ଆଚରଣ, ଆବର କିପରି ଲକ୍ଷଣ? ଯେବେ ତା ସମାଧି ଭାଙ୍ଗଇ, କିପରି ଭାବେ ସେ ରହି? ଏ ସର୍ବ ବୁଝାଇଣ ମୋତେ କହ, କେଶବ ଦୟା ଚିତ୍ତେ। ଶ୍ରୀ ଭଗବାନ ବାଚ, ସେ କାଳେ ପ୍ରାଣୀଙ୍କର ମନ, ମୋହ କାମନା ବିରଜୀଣ। କାମନା ପଥୁ ରହେ ଦୂରେ, ନ ପଡ଼େ ବିଷୟ ଧନ୍ଦାରେ। ସେ କାଳେ ନିତ୍ୟ ଆତ୍ମା ଧ୍ୟାନ କରଇ, ନିଷ୍କାମ ଭାବେଣ। ନିତ୍ୟ ଆତ୍ମାରେ ତୋଷ ହୋଇ, ପରମାନନ୍ଦ ସୁଖ ପାଇ। ସେ ପ୍ରାଣୀ ସ୍ଥିତପ୍ରଜ୍ଞ ଜାଣ, ଭଲେ ତୁ ଜାଣ ହେ ଅର୍ଜୁନ। ଦୁଃଖରେ କାତର ନୁହଇ, ସୁଖରେ ଭଳ ସେ ନ ହୋଇ। ରୋଗ କ୍ରୋଧ ଗର୍ବାଦି ମାନ, ଲୋଭ ମୋହ ଭୟ ଯେ ପୁଣ। ନାଶ ହଇଣ ଅଛି ଯାର, ସ୍ଥିତପ୍ରଜ୍ଞ ଯେ ସେହି ନର। ଏକଥା ଅଜ୍ଞ ନ ଜାଣଇ, କର୍ତ୍ତବ୍ୟ ପାଳନର ପାଇଁ। ଯାହାର ହୃଦୟ ଭୟହୀନ, ଦେଖିଲେ ଆତତାୟୀ ଜନ। ମନରେ କ୍ରୋଧ ଉଦେ ନହି, ବୁଦ୍ଧି ତାହାର ସ୍ଥିର ହୋଇ। ଅଟେ ସେ ସ୍ଥିତପ୍ରଜ୍ଞ ନର ଅର୍ଜୁନ, ଏହା ମନେ ଧର। ଯାହାର ଭଲ ମନ୍ଦ ନାହିଁ, ନିନ୍ଦା ପ୍ରଶଂସା ନ ଇଚ୍ଛଇ, ଛଳନା ଚିତ୍ତରେ ନ ଥାଏ, ସର୍ବଦା ଆସକ୍ତ ସେ ନୁହେଁ। ଯାହା ପୁତ୍ର କଳତ୍ର ଧନ ଆବର ନିଜ ଦେହ ପୁଣ। ଏଥିରେ ମୋହ ଲୋଭ ନାହିଁ, ମନ ବଚନ ଏକ ହୋଇ। ସେ ଅଟେ ସ୍ଥିତପ୍ରଜ୍ଞ ଜାଣ, ଏହା ଅର୍ଜୁନ ଘେନ ମନେ ଘେନ। କଚ୍ଛପ ନିଜ ଦେହ ଯେନେ, ପଞ୍ଚାଙ୍ଗ ରଖଇ ଗୋପନେ। ନିଜ ଇଚ୍ଛାରେ ବାହାରଇ, ପୁଣି ସେ ଭିତରେ ପଶଇ। ସେପରି ଜ୍ଞାନବନ୍ତ ନର, ନିଜ ଇଚ୍ଛାରେ କାରବାର। ସଂଯୋଗ ବିଯୋଗ ଇନ୍ଦ୍ରିୟ, ଇଚ୍ଛାରେ ଭୋଗଇ ବିଷୟ। ପରମାନନ୍ଦେ ଚିତ୍ତ ଥାଇ, ସେ ଲୋକ ସ୍ଥିତପ୍ରଜ୍ଞ ହୋଇ।
ଜେନର ଯମ ନିୟମରେ ଜିଣ ଇନ୍ଦ୍ରିୟ ନିକରେ କାମନା ଜାଗିଥିଲେ ତାର, ତେଣୁ ନୁହଁ ଚିତ୍ତ ସ୍ଥିର। ଯେ ନିରାହାରୀ ଅଜ୍ଞ ବ୍ୟକ୍ତି କରିଲେ ଇନ୍ଦ୍ରିୟ ନିବୃତ୍ତି, ବିଷୟ ତୃଷା ତାର ଥାଇ ସ୍ଥିତ ପ୍ରଜ୍ଞରେ ଗଣା ନହିଁ। ପରମାତ୍ମାଙ୍କ ଦର୍ଶନରୁ କାମନା ହୁଏ ମନରୁ, କାମନା ନ ହୁଏ ମନରୁ। ଆତ୍ମାକୁ ସୌନ୍ଦର୍ଯ୍ୟ ଦେଖଇ ବିଶ୍ୱକୁ କଦର୍ଯ୍ୟ ମଣଇ, ଯଜ୍ଞ କରିଲେ ବାରମ୍ବାର ଇନ୍ଦ୍ରିୟ କରେ ଅଧିକାର। ଇନ୍ଦ୍ରିୟ ପ୍ରବଳ ହରିଣ ମନ୍ଥନ କରି ତାକୁ ମନ, ବିଷୟ ରସି ଟାଣି ନିଅନ୍ତି ଜ୍ଞାନୀ ତା ଜାଣି ନ ପାରନ୍ତି। ମନ ଇନ୍ଦ୍ରିୟ ଗୁଣ ଏହି ଶୁଣ ଅର୍ଜୁନ ମନ ଦେଇ। କରନ୍ତି ଇନ୍ଦ୍ରିୟ ତାଙ୍କର ବଶରେ ଥାଇ ନିରନ୍ତର, ବିଷୟ ସୁଖ ବିଷ ପରି ମନେ ମଧ୍ୟରେ ଥାନ୍ତି ଧରି। ସମୁଦ୍ର ଚଳୁ ପରିମଣ ମଣେ, ସୂର୍ଯ୍ୟ ନକ୍ଷତ୍ର ପରିମଣେ, ମେରୁଗିରି ନଷ୍ଟ ସମାନ, କଳ୍ପ ବୃକ୍ଷକୁ କାଷ୍ଠ ସମ। ପୃଥିବୀପତିକୁ କୃତ୍ୟରେ ସମାନ କରେ ସେ ମନରେ, ତ୍ରିଲୋକେ କାର ସ୍ନେହ ନହି ନିଜ ଦେହ ଭାର ମଣଇ। ସେହୁ ମୋ ଭକ୍ତି ଦୃଢ଼ ଧରି ମୋ ମାୟାରୁ ଯାଏ ତରି। ବିଷୟ ଭୋଗେ ଯାର ଧ୍ୟାନ ନଥାଏ ଆସକ୍ତି ତେହୁ ଜନ୍ମ, ଆସକ୍ତିରୁ କାମନା ଜାତ କାମନାରୁ କ୍ରୋଧ ସମ୍ଭୂତ, କ୍ରୋଧରୁ ମୋହ ସେ ଜନ୍ମଇ ମୋହରୁ ଗର୍ବ ଜାତ ହୋଇ। ମୋହ ଗର୍ବରେ ଜ୍ଞାନୀ ଜନ ସ୍ମରଣ ଶକ୍ତି ହୁଏ ହୀନ, ତେଣୁ ତା ବୁଦ୍ଧି ହୀନ ହୋଇ ହୀନ ଅବସ୍ଥା ସେ ଲୋଭଇ। ନିର୍ଜୀବ ମୃତ ପ୍ରାଣୀ ସମ ଏ ଭବେ ବଞ୍ଚଇ ସେ ଅଧମ। ଇନ୍ଦ୍ରିୟ ବଶ କରି ଯେବେ ଚଞ୍ଚଳ ମାନସ ତା ଭବେ, ଇନ୍ଦ୍ରିୟ ବଶେ ଫଳ କିସ ଯେବେ ବା ଚଞ୍ଚଳ ମାନସ। ଇନ୍ଦ୍ରିୟ ମନ ବଶେ ଥାଇ ରୋଗ ଦେଶାଦି ଶୂନ୍ୟ ହୋଇ, ବିଷୟ ରସେ ମଜେ ଯେବେ ଶାନ୍ତିକୁ ଲୋଭଇ ସେ ତେବେ। ଶାନ୍ତି ଆସଇ ଚିତ୍ତେ ଯେବେ କିଞ୍ଚିତେ ଦୁଃଖ ନାଶେ ତେବେ, ପ୍ରସନ୍ନ ଚିତ୍ତ ସେ ହୁଅଇ ବୁଦ୍ଧି ତାର ସ୍ଥିର ଯେ ରହଇ। ଇନ୍ଦ୍ରିୟ ଯାର ବସେ ନାହିଁ ପବିତ୍ର ବୁଦ୍ଧି ତାର କାହିଁ, ବୁଦ୍ଧି ନଥିଲେ ନାହିଁ ଧନ, ଧନ ବିହୀନେ ଶାନ୍ତିହୀନ। ଶାନ୍ତି ନ ଥାଏ ଯାହାଙ୍କର ସୁଖ ମିଳିବ କି ପ୍ରକାର, ଯାହାର ସ୍ୱେଚ୍ଛାଚାରୀ ମନ ଇନ୍ଦ୍ରିୟ ମାନଙ୍କ ଅଧୀନ। ପ୍ରବଳ ବାୟୁ ନାବେ ଯଥା ଜଳେ ନ ରଖେଇ ସ୍ଥିରତା, ସେ ମନ ତାର ବୁଦ୍ଧି ବୃତ୍ତି ହରିଣ କୁମାର୍ଗେ ଚଳାନ୍ତି। ଏ ମହାବାହୁ ଶୁଣ ତୁହି ଇନ୍ଦ୍ରିୟ ଯାର ବଶେ ଥାଇ, ବିଷୟ ସୁଖରୁ ନିବୃତ ସ୍ଥିତ ପ୍ରଜ୍ଞ ବୋଲି ତାକୁ ତ। ଅଜ୍ଞାନୀ ପ୍ରାଣୀ ଯେତେ ରାତି ସଂଯମୀ ଦିବସ ବୋଲାନ୍ତି, ଅଜ୍ଞାନୀ ହଇଲେ ଜାଗ୍ରତ ଜ୍ଞାନୀଏ ହନ୍ତି ନିଦ୍ରାଗତ। ସଂଯମୀ ଜ୍ଞାନରେ ଦେଖଇ ଅଜ୍ଞାନୀ ଅନ୍ଧାରେ ଭ୍ରମଇ, ଅଜ୍ଞାନୀ ବିଷୟରେ ରସେ ସଂଯମୀ ତହିଁରେ ନ ପଶେ। ନର୍ତ୍ତକୀ ଶିରେ ଘଟେ ଧ୍ୟାନ ପରି ବିଷୟ ଭୁଞ୍ଜେ ଶୁଣ, ଯଥା ଲବଣୀ କ୍ଷୀର କାଢ଼ି ପୁଣି ଯଦ୍ୟାପି ତହିଁ ଛାଡ଼ି। ଯେତେ ବା ଯତ୍ନ କରୁଥିବ ସେ କାହିଁ ତହିଁରେ ମଣିବ। ଦେଖ ଏ ଯେତେ ନଦ ନଦୀ ସମସ୍ତେ ମିଳନ୍ତି ଜଳଧି, ଜଳଧି ତହିଁ ନ ବଢ଼ଇ ଏସବୁ ଜଳମାନ ହୋଇ। ଯେବେ ନ କରୁ ତେବେ ଧନ ମିଳଇ ଆସେଣ, ସେ ବିଚଳିତ ତହିଁ ନହିଁ ନିଶ୍ଚିନ୍ତେ ଶାନ୍ତି ସେ ଲୋଭଇ। କର୍ମଭୋଗୀ ବିଳାସୀ ନର ଶାନ୍ତି ନ ମିଳେ ତାହାଙ୍କର। ନଦ ଓ ନଦୀ ଜଳ ସମୁଦ୍ରରେ ପଡ଼ିଲେ ମଧ୍ୟ ସମୁଦ୍ର ବଢ଼େ ନାହିଁ। ଜ୍ଞାନୀର ଧନ ହେଲେ ମଧ୍ୟ ସେଥିରେ ସେ ଇଚ୍ଛା ନ କରି ଶାନ୍ତିରେ ଥାଏ। କାମ ଭୋଗରେ କେତେବେଳେ ଶାନ୍ତି ନାହିଁ। ସର୍ବଦା କାମନା ଯେତେ ଜୟୀ ମହାଦି ଅହଙ୍କାର ନାହିଁ, ବିଷୟ ଭୋଗ ଥିଲେ ତାର ସେ ମଧ୍ୟ ଶାନ୍ତି ପାଏ ଧୀର। ଏ ବ୍ରହ୍ମ ଜ୍ଞାନ ଯେ ଲୋଭଇ ଅଜ୍ଞାନେ ମୋହ ସେ ଦୁନୁହଇ, ଶେଷ ପରମ ବ୍ରହ୍ମେ ଲୀନ କହଇ ବାସୁଦେବ ହୀନ।
इति श्री महाभारते श्रीमद् भगवद गीता उपनिषत्सु ब्रह्मा विद्यायां योगशास्त्रे श्रीकृष्ण अर्जुन संवादे सांख्य योग वर्णन नाम। गीता महात्म्य एसु तो दया बही गीता महात्म्य पुण्य जेते व्यास जा कही मुने ताहा कहब तो समन सुतवाच गीता महात्म्य गोपनीय कहूँ शुण ऋषिचय। श्रीकृष्ण जहा अर्जुन रे व्यास कही जाज्ञ बाल करे जनकादि ऋषिगण शुणी तरिले भवबणे व्यास कथित फलश्रुति से शुणे पाए मुख्य गति। श्रीकृष्ण सारथी रूप बुझाई अर्जुन रे संसारे तरिबाकु प्राणी गीता जटई धरणी।